ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। अर्जुन विषाद जोग 2। केतोटी नामर गुणवाचक अर्थ। पांडव पांडु जुक्तक अण तस्मै पदम इक्वल टू पांडव। पांडुर अर्थ श्वेत धवल निर्मल परिष्कार। ଯାହାର ମନ ନିର୍ମଳ ସେହି ପାଣ୍ଡୁ। ତେଣୁ ଯେଉଁମାନଙ୍କ ଆଚାର ବିଚାର ସଂସ୍କାର ଓ କର୍ମ ନିର୍ମଳ ବା ସତ୍ୱଗୁଣଯୁକ୍ତ ସେମାନଙ୍କୁ ପାଣ୍ଡବ କୁହାଯିବା ଯଥାର୍ଥ। ଯେପରି ବ୍ୟକ୍ତି ହିଁ ଧର୍ମ ସ୍ଥାପନରେ ଧର୍ମ ପକ୍ଷ ସମର୍ଥନ କରି ଭଗବାନଙ୍କ ସହଯୋଗୀ ହେବାକୁ ଯୋଗ୍ୟ ବିବେଚିତ ହୁଅନ୍ତି। ଯୁଧିଷ୍ଠିର ଯୁଧିସ୍ଥିର ଅର୍ଥାତ୍ ଯିଏ ଯୁଦ୍ଧରେ ସ୍ଥିର ରହେ। ତାଙ୍କର ଅନ୍ୟ ନାମ ଅଜାତଶତ୍ରୁ ଧର୍ମପୁତ୍ର ଧର୍ମରାଜ ଇତ୍ୟାଦି। ମହାଭାରତ ଯୁଦ୍ଧ କୌଣସି ହିଂସା ପ୍ରଣୋଦିତ ଯୁଦ୍ଧକୁ ବୁଝାଉ ନାହିଁ। ଯେଉଁଠି ଧର୍ମ ଥାଏ ସେଇଠି ହିଂସା ନଥାଏ। ଯୁଧିଷ୍ଠିରଙ୍କୁ କୌଣସି ପାପକର୍ମରେ ଲିପ୍ତ ହୋଇଥିବା ଦର୍ଶାଯାଇ ନାହିଁ। ତେଣୁ କାମ କ୍ରୋଧାଦି ମନ ବିକାର ସହିତ ଯୁଦ୍ଧ ବେଳେ ହଲଚଲ ନ ହୋଇ ଯିଏ ସେଗୁଡ଼ିକୁ ସ୍ଥିର ଭାବରେ ପରାଭୂତ କରିପାରେ ସେହି ସ୍ଥିତ ପ୍ରଜ୍ଞ ବ୍ୟକ୍ତି ହିଁ ଯୁଧିଷ୍ଠିର ପଦବାଚ୍ୟ। ଅର୍ଜୁନ ଅର୍ଜୟତି ଜ୍ଞାନମ୍ ଯଶଃ ଅର୍ଜୁନଃ। ଧନାର୍ଜନ ଜ୍ଞାନାର୍ଜନ ମୋକ୍ଷ ଅର୍ଜନ ଆଦି ବିଷୟ ଅର୍ଜନକାରୀ ମନୁଷ୍ୟ ଅର୍ଜୁନ ପଦବାଚ୍ୟ। ଗୀତାରେ ଅର୍ଜୁନକୁ ଅନଘ ପରନ୍ତପ ଗୁଡ଼ାକେଶ ଅନସୂୟା ଧନଞ୍ଜୟ ଭାରତ ଭରତସର୍ବ ଇତ୍ୟାଦି ନାମରେ ସମ୍ବୋଧନ କରାଯାଇଛି। ସେଗୁଡ଼ିକର ଗୁଣବାଚକ ଅର୍ଥ ହେଲା ଅନଘ ନିଷ୍ପାପ ପରନ୍ତପ ପରମ ତପ ଅର୍ଥାତ୍ ଯୋଗ ଦ୍ୱାରା ଆତ୍ମାକୁ ପବିତ୍ର କରିଥିବା ବ୍ୟକ୍ତି। ଗୁଡ଼ାକେଶ ନିଦ୍ରାଜିତ ଅନସୂୟା ପବିତ୍ର ଭାରତ ଭାରତ ଦେଶରେ ହିତ କାମନା କରୁଥିବା ବ୍ୟକ୍ତି। ଭରତସର୍ବ ଭାରତ ଦେଶର ଶ୍ରେଷ୍ଠ ପୁରୁଷ। ଧନଞ୍ଜୟ ଜ୍ଞାନ ଧନ ଅର୍ଜନକାରୀ। ଭୀମ ବଳବାନର ଦ୍ୟୋତକ। ଏଠାରେ ବଳର ଅର୍ଥ ଆଧ୍ୟାତ୍ମିକ ଶାରୀରିକ ନୁହେଁ। କଠୋପନିଷଦରେ କୁହାଯାଇଛି ନ୍ୟାୟମ୍ ଆତ୍ମା ବଳହୀନେନ ଲଭ୍ୟ ଅର୍ଥାତ୍ ବଳହୀନ ବ୍ୟକ୍ତି ଦ୍ୱାରା ଆତ୍ମୋପଲବ୍ଧି ହୁଏ ନାହିଁ। ତେଣୁ ଆତ୍ମବଳରେ ବଳୀୟାନ ଜ୍ଞାନୀ ଯୋଗୀ ଓ ପବିତ୍ର ବ୍ୟକ୍ତି ହିଁ ଭୀମ ପଦବାଚ୍ୟ। ନକୁଳ ନ ଯୁକ୍ତ କୂଳ ନକୁଳ। ପାଣିନି କୁହନ୍ତି କୂଳବାନ ନ ହୋଇ ମଧ୍ୟ ଯିଏ ଶ୍ରେଷ୍ଠ ପଦ ଲାଭ କରନ୍ତି ସେ ନକୁଳ। ଯୋଗୀ ଆତ୍ମା ଜାତି ବର୍ଣ୍ଣ କୁଳ ଓ ସମ୍ପ୍ରଦାୟରୁ ଊର୍ଦ୍ଧ୍ୱରେ ଥାନ୍ତି। ସମ୍ପୂର୍ଣ୍ଣ ଦେହାଭିମାନୀ ବ୍ୟକ୍ତି ଉଚ୍ଚ କୂଳ ନିଚ କୂଳର ଭେଦଭାବ ରଖୁନଥିବାରୁ ତାଙ୍କର ଗୁଣବାଚକ ନାମ ହେଲା ନକୁଳ। ସହଦେବ ସ୍ୱୟଂ ଈଶ୍ୱରୀୟ ମାର୍ଗ ଅବଲମ୍ବନ ପୂର୍ବକ ଦୈବୀ କାର୍ଯ୍ୟରେ ସହଯୋଗ ଓ ଦୈବୀ ସମ୍ପଦର ଅଧିକାରୀଙ୍କ ଗୁଣବାଚକ ନାମ ହେଉଛି ସହଦେବ। ଧୃତରାଷ୍ଟ୍ର ଧୃତମ୍ ରାଷ୍ଟ୍ରମ୍ ଇନ୍ଦ୍ରିୟ ରାଷ୍ଟ୍ରମ୍ ଜେନ ସହ ଧୃତରାଷ୍ଟ୍ର। ଇଭଲ୍ୟୁସନ୍ ଅଫ୍ ଗୀତା ଅର୍ଥାତ୍ ଇନ୍ଦ୍ରିୟ ରୂପୀ ରାଷ୍ଟ୍ରକୁ ଯିଏ ବଳପୂର୍ବକ ଅଧିକାର କରେ ସିଏ ଧୃତରାଷ୍ଟ୍ର। ଅନ୍ୟ ଅର୍ଥରେ କ୍ଷମତାଲେପ୍ସୁ ଦେହାଭିମାନୀ ବ୍ୟକ୍ତିଙ୍କୁ ଧୃତରାଷ୍ଟ୍ର କୁହାଯାଇପାରେ। ଦାମୋଦର ସାତବଳେକର ତାଙ୍କର ପୁରୁଷାର୍ଥବୋଧିନୀ ଟୀକାରେ ଧୃତରାଷ୍ଟ୍ରର ଅର୍ଥ କରିଛନ୍ତି ଯିଏ ରାଷ୍ଟ୍ରକୁ ଧୃତ ଅର୍ଥାତ୍ ଅପହରଣ ପୂର୍ବକ ଅଧିକାର କରିଛି ପାଶବିକ ବଳ ଦ୍ୱାରା ଅଧିକାର କରି ବସିଛି ସେ ଶରୀରର ନେତ୍ର ହେତୁ ଅନ୍ଧ ହେଉ ବା ତାର ନେତ୍ର ଠିକ୍ ଥାଉ ଏହାର କୌଣସି ସମ୍ବନ୍ଧ ନାହିଁ। ସତ୍ୟର ଦୃଷ୍ଟିରେ ସେ ଅନ୍ଧ ହୋଇଛି। ତାର ଯେଉଁ ମାନସିକ ଏବଂ ଆତ୍ମିକ ଅନ୍ଧତ୍ୱ ହୋଇଛି ତାହା ବହୁତ ଭୟାନକ ଅଟେ। ଏହା କୌଣସି ନାମଧାରୀ ଐତିହାସିକ ପୁରୁଷ ଧୃତରାଷ୍ଟ୍ରଙ୍କ କଥା ନୁହେଁ
ଯେକୌଣସି ବ୍ୟକ୍ତି ବଳ, ଦର୍ପ, ଅହଙ୍କାର ହେତୁ ଧର୍ମ, ଅଧର୍ମ, କର୍ତ୍ତବ୍ୟ, ଅକର୍ତ୍ତବ୍ୟ, ଭଲ ମନ୍ଦର ପାର୍ଥକ୍ୟ ନ ଦେଖି ପାପ କର୍ମ, ଅନୀତି କର୍ମ, ଅନିଷ୍ଟ କର୍ମକୁ ନିର୍ବିଚାରରେ ସମର୍ଥନ କରନ୍ତି, ସେ ହିଁ ଧୃତରାଷ୍ଟ୍ର ପଦବାଚ୍ୟ। ମହାଭାରତର ଧୃତରାଷ୍ଟ୍ର ଚରିତ୍ରର ଏହା ହେଉଛି ବୈଶିଷ୍ଟ୍ୟ। ଦୁର୍ଯ୍ୟୋଧନ ଉପଯୁକ୍ତ ଧୃତରାଷ୍ଟ୍ର ଚରିତ୍ର ସମ୍ପନ୍ନ ବ୍ୟକ୍ତିର ପୁତ୍ର କିପରି ଧର୍ମର ପକ୍ଷ ସମର୍ଥନ କରିବ? ଯେଉଁ ବ୍ୟକ୍ତି ଧର୍ମ ଅଧର୍ମ କ'ଣ ଜାଣି ମଧ୍ୟ ଧର୍ମରେ ପ୍ରବୃତ୍ତ ଓ ଅଧର୍ମରୁ ନିବୃତ୍ତ ହୁଏ ନାହିଁ, ସିଏ ବଳଦର୍ପ ଅହଙ୍କାର ବଶତଃ ସତ୍ ଅସତର ନିର୍ଣ୍ଣୟ କରିପାରେ ନାହିଁ। ଯାହାକୁ ହିତ ବଚନ ଅପ୍ରିୟ ଓ ଅହିତ ବଚନ ପ୍ରିୟ ଲାଗେ, ଯିଏ ନିଜ ସ୍ୱାର୍ଥ ପୂର୍ତ୍ତି ପାଇଁ ସ୍ୱଜନ ମିତ୍ର ସମ୍ବନ୍ଧୀମାନଙ୍କର ଅନିଷ୍ଟ କରିବାକୁ ପଛାଏ ନାହିଁ, ଯିଏ ପ୍ରତିହିଂସା ପରାୟଣ, ସେହିପରି ବ୍ୟକ୍ତି ହିଁ ଦୁର୍ଯ୍ୟୋଧନ ପଦବାଚ୍ୟ। କୌରବମାନଙ୍କ ଶତଭ୍ରାତା କଳି ଯୁଗରେ ଅଧର୍ମ ପକ୍ଷର ସଂଖ୍ୟାଗରିଷ୍ଠତାର ପ୍ରତୀକ। ସଞ୍ଜୟ ସମ୍ୟକ୍ ଇନ୍ଦ୍ରିୟାଦୀନା ଜୟତୀତି ସଞ୍ଜୟଃ ଅଥବା କ୍ରୋଧମ୍ ଜୟତି ଇତି ସଞ୍ଜୟ। ଅର୍ଥାତ୍ ଯିଏ ଇନ୍ଦ୍ରିୟ ଜନିତ କାମକ୍ରୋଧାଦି ମନୋବିକାର ଗୁଡ଼ିକୁ ଜୟ କରିଛନ୍ତି, ସିଏ ସଞ୍ଜୟ। ଅନ୍ୟ ଅର୍ଥରେ ଯେଉଁ ବ୍ୟକ୍ତି ଜ୍ଞାନ ନେତ୍ର ଦ୍ୱାରା ଧର୍ମ ଅଧର୍ମ ମଧ୍ୟରେ ପ୍ରଭେଦ ନିର୍ଣ୍ଣୟ କରି ଅଧର୍ମ ମାର୍ଗରୁ ନିବୃତ୍ତ ଓ ଧର୍ମ ମାର୍ଗରେ ପ୍ରବୃତ୍ତ ହୁଏ, ଯିଏ ସାକ୍ଷାତ୍ ଭଗବାନଙ୍କର ଗୀତା ଜ୍ଞାନ ଶୁଣି ଶୁଣାଇ ଆନନ୍ଦ ଲାଭ କରେ, ସେହି ସ୍ଥିତପ୍ରଜ୍ଞ ବ୍ୟକ୍ତି ସଞ୍ଜୟ ପଦବାଚ୍ୟ। କୃଷ୍ଣ କୃଷିଭୂବାଚକଃ ଶବ୍ଦୋऽଣଶ୍ଚ ନିବୃତ୍ତିବାଚକଃ। ଅର୍ଥାତ୍ କୃଷ୍ ଧାତୁ ସତ୍ତା ଏବଂ ଣ ନିବୃତ୍ତିବାଚକ। ଯିଏ ସମ୍ପୂର୍ଣ୍ଣ କ୍ଷମତାର ଅଧିକାରୀ ହୋଇ ମଧ୍ୟ ଆସକ୍ତି ଓ ଅହଙ୍କାର ରହିତ, ସିଏ କୃଷ୍ଣ। ପରମାତ୍ମା ସତ୍ ଚିତ୍ ଆନନ୍ଦ ସ୍ୱରୂପ ହୋଇଥିବାରୁ ତାଙ୍କର ଲାକ୍ଷଣିକ ନାମ କୃଷ୍ଣ। କର୍ଷୟତି ଆତ୍ମବତ୍ କରୋତି ଆନନ୍ଦତ୍ୱେନ ପରିଣାମୟତି ଇତି ମନୋ ଭକ୍ତାନ୍। ଅର୍ଥାତ୍ ଯିଏ ଭକ୍ତମାନଙ୍କ ମନକୁ ଆକର୍ଷଣ କରି ଆତ୍ମବତ୍ ଆନନ୍ଦ ସ୍ୱରୂପ କରନ୍ତି, ସିଏ କୃଷ୍ଣ। କର୍ଷତି ସର୍ବାନ୍ ସୁଖକ୍ଷେ ପ୍ରଳୟ କାଳେ ଇତି କୃଷ୍ଣଃ। ଅର୍ଥାତ୍ ଯିଏ ମହାବିନାଶ ସମୟରେ ସମସ୍ତ ଆତ୍ମାକୁ ନିଜ ଆଡ଼କୁ ଆକର୍ଷଣ କରନ୍ତି, ସିଏ କୃଷ୍ଣ। ଦୋଷାନ୍ କର୍ଷତି ନିର୍ବାରୟତି ଇତି କୃଷ୍ଣଃ। ଅର୍ଥାତ୍ ଯିଏ ଦୋଷଗୁଡ଼ିକୁ ଆକର୍ଷଣ କରି ସେଥିରୁ ନିବୃତ୍ତ କରନ୍ତି, ସିଏ କୃଷ୍ଣ। କର୍ଷୟତି ଅରିନ୍ ମହାପ୍ରଭାବ ଶକ୍ତୟା। ଅର୍ଥାତ୍ ଯିଏ ଶତ୍ରୁଗଣକୁ ମଧ୍ୟ ନିଜ ମହାନ୍ ଶକ୍ତି ଦ୍ୱାରା ନିଜ ଆଡ଼କୁ ଆକର୍ଷଣ କରି ବଶୀଭୂତ କରିପାରନ୍ତି, ସିଏ କୃଷ୍ଣ। ପୁରୁଷାର୍ଥନାଂ କର୍ଷତି ପାପୟତି ଇତି କୃଷ୍ଣଃ। ଅର୍ଥାତ୍ ଅପ୍ରାପ୍ତବ୍ୟ ପୁରୁଷାର୍ଥକୁ ମଧ୍ୟ ଯିଏ ଭକ୍ତମାନଙ୍କ ପାଇଁ ପ୍ରାପ୍ତ କରନ୍ତି, ସିଏ କୃଷ୍ଣ। ଉପଯୁକ୍ତ ଆଲୋଚନା ଅନୁସାରେ କୃଷ୍ଣ କୌଣସି ସଂଜ୍ଞାବାଚକ ନାମ ନୁହେଁ। ଏହା ଜ୍ୟୋତିର୍ବିନ୍ଦୁ ସ୍ୱରୂପ, ଅଜନ୍ମା, ଅକର୍ତ୍ତା, ଅଭୋକ୍ତା, ଅଶରୀରୀ, ପରମଧାମ ନିବାସୀ, ସମସ୍ତ ଜ୍ଞାନ ଗୁଣର ସାଗର, ସର୍ବାତ୍ମାଙ୍କ ପରମ ପିତା ପରମାତ୍ମାଙ୍କ ଲାକ୍ଷଣିକ ନାମକୁ ସୂଚିତ କରେ। ଗୀତାରେ ଭଗବାନଙ୍କ ଉଦ୍ଦେଶ୍ୟରେ ଅଚ୍ୟୁତ, ଆଦ୍ୟ, ଜନାର୍ଦ୍ଦନ, ଗୋବିନ୍ଦ, ହୃଷିକେଶ, କେଶବ ଆଦି ନାମର ପ୍ରୟୋଗ କରାଯାଇଛି। କୃଷ୍ଣ ଶବ୍ଦ ପରି ଏହି ନାମଗୁଡ଼ିକ ମଧ୍ୟ ଗୁଣବାଚକ। ସେଗୁଡ଼ିକର ଅର୍ଥ ନିମ୍ନ ପ୍ରକାରେ କରାଯାଇପାରେ। କ୍ରମଶଃ ଓମ୍ ଶାନ୍ତି।